जलसेचन प्रकल्पर षष्ठ बैठक में जोगदेले पारला विधायक। गंजाम जिला छत्रपुर स्थित जिला परिषद ऋषिकुल्या बैठक गृह में छेलीगढ़ जलसेचन प्रकल्प एवं उपांत अंचल उन्नयन कमिटीर षष्ठ बैठक अनुष्ठित होईछि। ଏହି ବୈଠକରେ ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ ଯୋଗଦେଇ ପ୍ରକଳ୍ପର ଅଗ୍ରଗତି ସମୀକ୍ଷା କରିଥିଲେ। ବୈଠକରେ ଛେଳିଗଡ଼ ଜଳସେଚନର ପ୍ରକଳ୍ପର କାର୍ଯ୍ୟକୁ ତ୍ୱରାନ୍ୱିତ କରି ଶୀଘ୍ର ସମ୍ପୂର୍ଣ୍ଣ କରିବା ଉପରେ ବିସ୍ତୃତ ଆଲୋଚନା ହୋଇଥିଲା। ଉପସ୍ଥିତ ସଦସ୍ୟମାନେ କହିଥିଲେ ଯେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଗଜପତି ଜିଲ୍ଲାର ବିଶାଳ ଅଞ୍ଚଳ ସିଞ୍ଚାଇ ସୁବିଧା ପାଇବା ସହ ପାଣି ସମସ୍ୟାର ବହୁ ଅଂଶ ସମାଧାନ ହେବ। ଏହା ସୀମାନ୍ତ ଓ ଉପାନ୍ତ ଅଞ୍ଚଳର କୃଷକମାନଙ୍କ ପାଇଁ ମଧ୍ୟ ବେଶ୍ ଲାଭଦାୟକ ସାବ୍ୟସ୍ତ ହେବ। ପୂର୍ବରୁ 5 ଥର ବୈଠକ ହୋଇଥିଲେ ମଧ୍ୟ ପ୍ରକଳ୍ପର କାର୍ଯ୍ୟ ଆଶାନୁରୂପ ଗତିରେ ଆଗେଇ ନଥିବାରୁ ଏଥର କାର୍ଯ୍ୟକୁ ଦ୍ରୁତ ଗତିରେ ଶେଷ କରିବା ପାଇଁ ସମ୍ପୃକ୍ତ ବିଭାଗକୁ ଆବଶ୍ୟକ ପଦକ୍ଷେପ ନେବାକୁ ପରାମର୍ଶ ଦିଆଯାଇଥିଲା। ଏହି ବୈଠକରେ ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର, ବ୍ରହ୍ମପୁର ସାଂସଦ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ପାରଳା ବିଧାୟକ ରୂପେଶ ପାଣିଗ୍ରାହୀ, ମୋହନା ବିଧାୟକ ଦାଶରଥୀ ଗମାଙ୍କ ସमेତ ବିଭିନ୍ନ ବିଭାଗର ଅଧିକାରୀ ଓ କମିଟିର ସଦସ୍ୟମାନେ ଉପସ୍ଥିତ ରହିଥିଲେ।